ହ୍ୟାଲୋ ସାଙ୍ଗମାନେ, ସ୍ୱାଗତ କରୁଛି ଆଉ ଗୋଟେ ମିନି ବ୍ଲଗ୍କୁ। ଆଜି ମୁଁ ପୁଣି ଥରେ ଜଲ୍ଦି ଉଠି ଯାଇଥିଲି। ଜଲ୍ଦି ଉଠି ଦାନ୍ତ ଘଷି ସାରିଲା ପରେ ଆଜି ମୋ ବ୍ରେକଫାଷ୍ଟରେ ହେଇଥିଲା ଉପମାକୁ ମଟର ତରକାରୀ। ଉପମା ମଟର ତରକାରୀ ଖାଇଲା ସମୟରେ ହଠାତ୍ ମୋ ପାଖକୁ ଏକ ଫୋନ୍ ଆସିଲା। ଫୋନ୍ ଥିଲା ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀଙ୍କର, ଯାହାଙ୍କର ପାର୍ସଲଟା ରିସିଭ୍ କରିବାର ଥିଲା। ମୁଁ ତାଙ୍କ ପାର୍ସଲଟା ରିସିଭ୍ କରିସାରିଲା ପରେ ଦେଖିଲା ବେଳକୁ ଥିଲା ଗୋଟେ ସୁନ୍ଦର ଗିଟାର। ମୁଁ ସେହି ସମୟରେ ଅରିଜିତ ସିଂ ହେଇଯାଇଥିଲି। ତାପରେ କିଛି ସମୟ ପରେ ସୁନାମଧନ୍ୟ କଣ୍ଠଶିଳ୍ପୀ ଆସି ତାଙ୍କ ଜିନିଷ ନେଇକି ଗୁଁ କରି ପଳେଇଲେ। ତାପରେ ଏଠି ଜଣେ ଫ୍ରଣ୍ଟ କ୍ୟାମେରା ଅନ୍ କରି ନିଜକୁ ହିରୋ ହେବା ପାଇଁ ଲାଗିଲେ। ଲଞ୍ଚରେ ଆଜି ହେଇଥିଲା ଭାତକୁ କୋବି ତରକାରୀ। ସାଦା ହୋଇଥିବାରୁ ମୋ ତଣ୍ଟିରେ ଗଳିଲାନି, ସେଥିପାଇଁ ଟିକେ ଆଚାର ଆଣିଲେ ଖାଇଦେଲି। ତାପରେ କିଛି ସମୟ ରେଷ୍ଟ ନେଇସାରିଲା ପରେ ମୁଁ ଚାଲିଲି ଜିମ୍। ଆଉ ଆପଣମାନେ ଭାବୁଥିବେ ଏ ପଛରେ କେଉଁ ବ୍ୟକ୍ତି ବସିଛି? ଇଏ ହେଉଛନ୍ତି ସେହି ସୁନାମଧନ୍ୟ କଣ୍ଠଶିଳ୍ପୀ। ମୁଁ ମୋର ଜିମ୍ରେ ୱାର୍କଆଉଟ୍ କରିସାରିଲା ପରେ ଆଜି ଶନିବାର ଥିବାରୁ ଆମେ 2 ଜଣ ନିରଞ୍ଜନପୁରରେ ଥିବା ମା ଦକ୍ଷିଣକାଳୀ ମନ୍ଦିର ଯାଇଥିଲୁ। ସେଠାରେ ଦୀପ ଜାଳି ମାଆଙ୍କୁ ଦର୍ଶନ କରି ଆମେ ଆମର ଘରକୁ ଆସିଲୁ। ଏତିକି ଥିଲା ଆଜିର ଗୋଟେ ଦିନର ବ୍ଲଗ୍। ଦେଖା ହେବା ନେକ୍ସଟ ବ୍ଲଗ୍ରେ। ରହୁଛି, ଟାଟା।